ବାଲେଶ୍ୱର ରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ। ଆଜି ବାଲେଶ୍ୱର ସହର ଶାନ୍ତି କାନନସ୍ଥିତ ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସମାରୋହର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ଭାବରେ ପରିଚିତ ଫକୀର ମୋହନ ସେନାପତି ଓଡ଼ିଆ ଭାଷା ପ୍ରତି ଥିବା ତାଙ୍କର ଅବଦାନ ସବୁଠାରୁ ଶ୍ରେଷ୍ଠ। ଓଡ଼ିଆ ଭାଷା ଓ ଅସ୍ମିତା ରକ୍ଷକ ହେଉଛନ୍ତି ଫକୀର ମୋହନ ସେନାପତି। ଦିନେ ଯୋଜନାବଦ୍ଧ ଭାବେ ଓଡ଼ିଆ ଭାଷାକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଫକୀର ମୋହନ ଥିଲେ ବୋଲି ଆମ ଭାଷା ବଞ୍ଚିଗଲା। ଫକୀର ମୋହନ ହେଉଛନ୍ତି ଓଡ଼ିଆ ଅସ୍ମିତାର ପରିଚୟ। ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ତୁଳନା ନାହିଁ। ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଫକୀର ମୋହନଙ୍କ ଭୂମିକା ଅତୁଳନୀୟ। ଫକୀର ମୋହନ ଥିଲେ ଯୁଗପୁରୁଷ। ସେ ତାଙ୍କ ସମୟରେ ସାମାଜିକ ଚିତ୍ରକୁ ସାହିତ୍ୟରେ ରୂପାୟିତ କରିଥିଲେ। ବିଶେଷ ଭାବେ ଓଡ଼ିଆ ଅସ୍ମିତା ଯେତେବେଳେ ବିପଦରେ ଥିଲା ସେତେବେଳେ ସେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ତାଙ୍କର ଅପ୍ରାଣ ଉଦ୍ୟମ ଏବଂ ଆହ୍ୱାନ କ୍ରମେ ମଧୁସୂଦନ ଓ ଗଙ୍ଗାଧରଙ୍କ ସହ ଅନ୍ୟମାନେ ଭାଷା ସୁରକ୍ଷା ଆନ୍ଦୋଳନରେ ଝାସ ଦେଇଥିଲେ। ଆଜି ମୁଖ୍ୟ ଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଫକୀର ମୋହନ ସେନାପତିଙ୍କ ଓଡ଼ିଆ ଭାଷା ପ୍ରତି ତାଙ୍କର ଅବଦାନ କ'ଣ ଥିଲା ତାହା ଆଲୋକପାତ କରିଥିଲେ। ବାଲେଶ୍ୱରରୁ ପ୍ରକାଶ ପ୍ରଧାନଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।